ସାଙ୍ଗମାନେ ଦେଖନ୍ତୁ ଆମର ଆଜି ତାଳ ପିଠା ପ୍ରସ୍ତୁତ ହେବ। ଏଠି ତାଳକୁ ଧୋଇ ଧୁଆ ଦେଇକି ପୁରା ଛଡ଼ା ହେଲା। ଏପଟରେ ଆମର ଗ୍ରାଇଣ୍ଡର ହେଲା ଚୁନା। ଏପଟ ଦେଖନ୍ତୁ ମୋ ଯାଆ କେମିତି ଚଲେଇ 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 ଚୁନାକୁ ପୁରା ଚଲେଇ ଦେଲା। ତାପରେ ଏଠି ତାଳକୁ ପୁରା ଘଷି 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 ତା ମଣ୍ଡ ବି ବାହାର କରିଦେଲା। କରିସାରିଲା ପରେ ଏବେ ଦେଖନ୍ତୁ ନଡ଼ିଆକୁ କୁରିକି ଏଠି କେମିତି ନଡ଼ିଆ ଆମର କୁରା ଚାଲିଲା। ନଡ଼ିଆ କୁରା ସରିଲା। ତାପରେ ଏବେ ଆମେ କ'ଣ କରିବା, ଗୋଟେ କଡ଼େଇର ବସେଇକି ନଡ଼ିଆ ପୁର ଆଉ ତାପରେ ଚିନି ଦେଇକି ତାକୁ ଭାଜିଦେବା। ଭାଜି ସାରିଲା ପରେ ଏବେ ମୁଁ କ'ଣ କଲି, ଗୋଟେ ଜାଗାର ତାଳ ପୁରା ଗରମ କରିକି ଏବେ ଚୁନାକୁ ପକେଇକି ଏବେ ମଣ୍ଡ ହେଇଗଲା। ଦେଖନ୍ତୁ ମଣ୍ଡ କେତେ ସୁନ୍ଦର ହେଇଗଲା। ମଣ୍ଡ ଧରି ସାରିଲା ପରେ ଏବେ ଦେଖନ୍ତୁ ଆମେ ତାକୁ କ'ଣ କରିବା, ଗୋଲ ଗୋଲ କରିକି ତାକୁ ଚେପ୍ଟା କରିକି ତା ଭିତରେ ନଡ଼ିଆ ପୁର ଦେଇଦେବା। ନଡ଼ିଆ ପୁର ଦେଇକି ତାକୁ ଗୋଲ ଗୋଲ କରିକି ତାକୁ ଏବେ କ'ଣ କରିବା, ଗୋଟେ କଡ଼ାରେ ଆମେ ତେଲ ଗରମ କରିବା। ତେଲ ଗରମ କରିକି ଦେଖନ୍ତୁ ମୁଁ ଏଇଠି ଗୋଟେ ଗୋଟେ କରିକି ସବୁ ତାଳ ମଣ୍ଡାକୁ ଛାଡ଼ିଦେଲି। ଛାଡ଼ି ସାରିଲା ପରେ ଦେଖନ୍ତୁ ପୁରା ରେଡ୍ କଲର୍ ହେଇଗଲାଣି। ତାକୁ ଆମେ ଗୋଟେ ଜାଗାକୁ କାଢ଼ିଦେବା। କାଢ଼ି ସାରିଲା ପରେ ଦେଖନ୍ତୁ ତାଳ ପିଠା କେତେ ସୁନ୍ଦର ହେଇଛି, କମେଣ୍ଟ କରିକି